नारायणं नमस्कृत्यं नरं चैव नरोत्तमं देवी सरस्वतीं व्यास तथा जयमुदीरयेत्। ओं श्री गुरुगोविन्दाय नमः। पदार्थ 16ଟି କ'ଣ କ'ଣ ରେ? प्रमाण प्रमेय संशय प्रयोजन दृष्टांत सिद्धांत तर्क निर्णय वाद जल वितंडा हेतुभाष छल जाति निग्रह अवयव छाड़ीदेल है। सिद्धांत अवयव तर्क निर्णय जल्प वितंडा हेतुभाष छल जाति निग्रह। सांख्य दर्शन रे केतोटी प्रमाण कहलो देखिया। सांख्य दर्शन रे कौन कौन प्रमाण कौन कौन अनुमान प्रत्यक्ष अनुमान शब्द प्रत्यक्ष अनुमान शब्द। सांख्य रे तत्व केतोटी 25ଟି ପଦାର୍ଥ 25ଟି तत्व। हौ तो ये सब मन रखिए। कौन कौन 25टा तत्व? अभिषेक कोरे क्यों कह शिवानी प्रकृति महतत्व अहंकार पुरुष वर्ण पंच ज्ञानेन्द्रिय पंच कर्मेन्द्रिय पंच जन्मांतरी पंच महाभूतानि। ठीक। न्याय दर्शन रो भाष्यकार किए? आनुखिकी विद्या कौ दर्शन रो? आनुखिकी हेतु विद्या हेतु शास्त्र प्रमाण मीमांसा तर्क मीमांसा न्याय प्रमेय 12टी कौन कौन? आत्मा शरीर इंद्रिय बुद्धि अर्थ मन प्रकृति दोष प्रतिभाव फल दुख अपर्य। मन मन पर कौन? प्रकृति दोष प्रकृति ना प्रवृत्ति? प्रवृत्ति अवयव 5टी कौन कौन अच्छी? अवयव 5टी अवयव अच्छी। प्रतिज्ञा हेतु दृष्टांत उपनयन निगमन। पंच हेत्वाभाष कौन कौन? विरुद्ध सत्प्रतिपक्ष असिद्ध बाधित। सभ्य विचार विरुद्ध सत्प्रतिपक्ष असिद्ध बाधित है। वाक्यार्थ बोधगम्य पाई केतोटी विभाजन अच्छी? 4टी। कौन कौन? संख्या योग्यता तात्पर्य सन्निधि तात्पर्य तात्पर्यटा शेष है ना। हाँ तो ये सब अच्छे। नव्य न्यायर कर्ता किए? नव 9टी द्रव्यर ना कौन कौन? मुझे जहाँ पचारमी सी कह तुम खाली गालु गालु हो कहीदौच खाली किए कह कह हाथ रे कम देखे। जोत्स्ना कहलु पदार्थ 9टी कौन कौन? पदार्थ 9टी कौ दर्शन रे कह? वैशेषिक कह न्याय वैशेषिक। ठीक अच्छे। तो कौन कौन रानी कहलु 9टी द्रव्यर ना? द्रव्य गुण कर्म सामान्य विशेष समवाय अभाव से तो 7टी पदार्थ पदार्थ 7टी। पचार द्रव्य 9टी कौन कौन? क्षति आप्त तेज वायु आकाश काल दिग आत्मा मन। क्षति नुह से लाभ हो ना क्षति केमती हम? क्षीति से क्षीति अप तेज वायु आकाश काल दिग आत्मा मन। हाँ 5 महाभूत आउ 4टा एक्सट्रा थी काल दिग आत्मा मन। तो
ତ ସେମିତି ଗୁଣ 25ଟା କ'ଣ କ'ଣ, ଗୁଣ 24ଟା କିଏ କହିବ? କୁଶ କହିଲୁ। ରୂପ ରସ ଗନ୍ଧ ସ୍ପର୍ଶ ସଂଖ୍ୟା ପରିମାଣ ପୃଥକତ୍ଵ ସଂଯୋଗ ବିଭାଗ ପରତ୍ଵ ଅପରତ୍ଵ ଗୁରୁତ୍ଵ ଦ୍ରବତ୍ଵ ବୁଦ୍ଧି ସୁଖ ଦୁଃଖ ଇଚ୍ଛା ଦ୍ୱେଷ ଧର୍ମ ଅଧର୍ମ ସଂସ୍କାର ଚତୁର୍ବିଂଶତି ଗୁଣା। କ'ଣ ଗୋଟେ ଛାଡ଼ିଦେଲୁ? 24ଟା ହେଲେ 23ଟା ପ୍ରଯତ୍ନ ହଁ। ସଂସ୍କାର ମାନେ ଅଦୃଷ୍ଟ ହେଲା। ହଉ, କର୍ମ 5ଟି କ'ଣ କ'ଣ? ମୁଁ ଯାହାକୁ ପଚାରିବି ସେ କହିବ, ନହେଲେ ସେ ତାକୁ 2ଟା ପାହାର ଦିଆହେବ। କି ହାତ ଦେଖ। କର୍ମ 5ଟି କ'ଣ କ'ଣ? ରଶ୍ମିତା। ଉତ୍କ୍ଷେପଣ, କ୍ଷେପଣ, ଆକୁଞ୍ଚନ, ନିଗମନ, ପ୍ରସାରଣ। ପ୍ରସାରଣ ତାପରେ ନିଗମନ ହେଲା। ଉତ୍କ୍ଷେପଣ, ଅବକ୍ଷେପଣ, ଆକୁଞ୍ଚନ, ପ୍ରସାରଣ, ନିଗମନ। ବିଶେଷ ପଦାର୍ଥ କେତୋଟି? ମାନେ କ୍ୱେଶ୍ଚିନ୍ ହେଉଛି ବିଶେଷ ପଦାର୍ଥରେ ପଞ୍ଚମହାଭୂତେଷୁ କହ ନ ଅନ୍ତର୍ଗତ। କେଉଁଟା ଅନ୍ତର୍ଗତ ନୁହଁ? କିଏ କହିବ? ହାତରେ। ବିଶେଷ ପଦାର୍ଥରେ ପଞ୍ଚମହାଭୂତ ଯାଉଛି, ତ ତା ଭିତରୁ କେଉଁ ଗୋଟିକୁ ଗ୍ରହଣ କରାଯାଉନି? ମୁଁ ଏଇଟା କହିଥିଲି, ଚାର୍ବାକ ମାନେ ବି ଗ୍ରହଣ କରୁନାହାନ୍ତି। ତ ସେ କ'ଣଟା? କିଏ କୁହ? ଆକାଶ। ଆକାଶ ହେଲା। ତାହେଲେ ଅଭାବ ପିଲେ 4ଟି କ'ଣ କ'ଣ ଅଭାବ? 4ଟି କୁଶ ନାଇଁ, କୁଶ ନୁହଁ। ପ୍ରାଗଭାବ ପ୍ରଧ୍ୱଂସ ଭାବ ଅତ୍ୟନ୍ତ ଭାବ ଅନନ୍ୟ ଭାବ। ହଁ, ପ୍ରାଗଭାବ, ପ୍ରଧ୍ୱଂସ ଭାବ, ଅତ୍ୟନ୍ତ ଭାବ, ଅନନ୍ୟ ଭାବ ହେଲା। ଏମିତି ପିଲେ ସବୁର ମନେ ରଖିବ, ନହେଲେ ତୁମେ ହଇରାଣ ହେବ। ସିରିଏଲି ଯିଏ ମନେ ନ ରଖିବ ତାର ପରେ ସେଣ୍ଟ୍ରାଲ ହେବନି। ସେ ସବୁ ସେଣ୍ଟ୍ରାଲ ପଚାରିବ ସିରିଏଲି। ପିଲେ କାଲି ଗୋଟେ କ୍ୱେଶ୍ଚିନ୍ ଥିଲା ପଞ୍ଚବାୟୁ। ପଞ୍ଚବାୟୁର ସମ୍ମିଶ୍ରଣ କ'ଣ ହେବ? ପିଲେ କେଉଁଟା ହେବ? ପ୍ରାଣ, ଅପାନ, ଜ୍ଞାନ, ତ ସେଇଟା ପିଲେ ଠିକ୍ ହେବ ହେଲା। ପ୍ରାଣ, ଅପାନ, ଯଦି ଭୁଲ ବି ହେଇଯାଇଛି, ପ୍ରାଣ, ଅପାନ ହେଲା, ତାପରେ ଜ୍ଞାନ, ତାପରେ ହେଉଛି ଉଦାନ, ସବା ଲାଷ୍ଟଟା ହେଉଛି ପିଲେ ସମାନ ହେଲା। ସେଇଟା ଠିକ୍ ହେବ। ସେମିତି ପିଲା ଥିଲା ନର୍ବଦ୍ରବ୍ୟସୁ ଏସହ କର୍ମ ଉଚିତ କର୍ମ। ତ 9ଟି ଦ୍ରବ୍ୟ ଏବେ ଯେଉଁଟା ଆମେ ପଢ଼ିଲେ, ତ ତାର ପିଲା ଉଚିତ କର୍ମ ହେଉଛି କ'ଣ? ପ୍ରଥମ କ୍ଷିତି, ଅପ, ତେଜ, ବାୟୁ, ଆକାଶ, କାଳ, ଦିକି, ଆତ୍ମା, ମନ। ତ ଏଇଟା ହିଁ ଠିକ୍ ହେବ ହେଲା। ତ ଯିଏ ଯାହା କରିଥିବ ତ କରେକ୍ସନ୍ କରିଦେବ କେଉଁଠି କ'ଣ ଭୁଲ ଥିଲା। ତ ପଞ୍ଚ ଜ୍ଞାନେନ୍ଦ୍ରିୟର ସମୀଚୀନ କର୍ମ। ପଞ୍ଚ ଜ୍ଞାନେନ୍ଦ୍ରିୟ ପିଲେ, ପଞ୍ଚ ଜ୍ଞାନେନ୍ଦ୍ରିୟ କ'ଣ ପିଲେ? ପ୍ରଥମ ଚକ୍ଷୁ। କ'ଣ ହେଲା? ଆଉ ଥରେ ପ୍ରିୟଙ୍କା। ଚକ୍ଷୁ, ଜିହ୍ୱା, ଘ୍ରାଣ, ସ୍ରୋତ, ରସନା। ରସନା ଆଉ ଜଲଜିରା କୁଆଡ଼େ ପଳେଇବ? ରସନା କ'ଣ হবে କିରେ କୁଶ? ଚକ୍ଷୁ, ନାସା, ଜିହ୍ୱା, କର୍ଣ୍ଣ, ତ୍ୱଚା। ଚକ୍ଷୁ ଆଗେ ସେଠି ଅଛି ଚକ୍ଷୁ ପରେ ରସନା ଅଛି, ଜିହ୍ୱା। ହଁ, ଚକ୍ଷୁ ପରେ ଜିହ୍ୱା ଅଛି, ତାପରେ ଘ୍ରାଣ, ତ୍ୱକ, ଶ୍ରୋତମ ଅଛି। କ'ଣ ପ୍ରଥମଟା କ'ଣ କହିଲ ଦେଖିବା? ଚକ୍ଷୁ କ'ଣ ହେବ ତାପରେ? ମୁଁ ଜାଣିଛି ଚକ୍ଷୁ, ନାସା, ଜିହ୍ୱା, କର୍ଣ୍ଣ, ତ୍ୱଚା। ହଉ, ସେ ଟିକେ ପଠେଇ ଦେଇଥିବୁ ତ କ'ଣ, ମୁଁ ଟିକେ ଦେଖିଦେବି ଆଉ ଥରେ। ତ ଏଇ 2-3ଟା କ୍ୱେଶ୍ଚିନ୍ ପିଲେ ଏପଟ ସେପଟ ହେଇଯାଇଥିଲା, ଟିକେ ଦେଖିବ। ଆଉ ଗୋଟେ କ୍ୱେଶ୍ଚିନ୍ ଥିଲା ପିଲେ ନ ପ୍ରକୃତି ନ ବିକୃତି। କ'ଣ ପିଲେ ନ ପ୍ରକୃତି ନ ବିକୃତି? ହଁ, ସେଟା ଭୁଲ ହେଇଥିଲା। ଯେ କରେକ୍ସନ୍ କରିଦେବ ରେ। ଯେଉଁମାନେ ଏକ୍ଜାମ୍ ଦେଉଛ ତୁମମାନେ ସବୁ ମାନେ ଭଲ ଏକ୍ଜାମ୍ ସବୁ ଯିଏ ଦେଉଛ, ତୁମର ସବୁ ଏକ୍ଜାମ୍ ବି ଭଲ ହେବ। ଆରେ ଟିକେ ବି ସନ୍ଦେହ ନାହିଁ। ସାଂଖ୍ୟ ଦର୍ଶନରେ ପୁରୁଷ ହେଉଛି ନ ପ୍ରକୃତି ନ ବିକୃତି ହେଉଛି ପୁରୁଷ। ତାପରେ ପରେ ଏତିକି ବୋଧେ କ୍ୱେଶ୍ଚିନ୍ ଭୁଲ ହେଇଥିଲା ହେଲା। ହଉ ପିଲେ, ସେମିତି ସଂସ୍କାର ପିଲେ 3 ପ୍ରକାରର। କ'ଣ କ'ଣ 3ଟା ସଂସ୍କାର ଅଛି କୁହ? ବେଗାଭ୍ୟ ସଂସ୍କାର, ଭାବନାଖ୍ୟ ସଂସ୍କାର, ସ୍ଥିତି ସ୍ଥାବର ସଂସ୍କାର। ଯିଏ ପିଲେ ସବୁଦିନ ଏଇ ସିରିଏଲ୍ ଗୁଡ଼ିକୁ ସକାଳୁ ଉଠିବ ପଢ଼ିବ, ନିହାତି ଭାବରେ ପିଲେ ସିଏ କିଛି ନା କିଛି ଜାଣିବେ। ପିଲେ ଅଭାବ ହେଉଛି 2 ପ୍ରକାରର। କ'ଣ କ'ଣ ଅଭାବ 2 ପ୍ରକାରର? ସଂସର୍ଗ ଭାବ, ଅନନ୍ୟ ଭାବ। ହଁ, ତା ଭିତରେ ପିଲେ ସଂସର୍ଗ ଭାବ 3ଟି ଯାଉଛି, ଅନନ୍ୟ ଭାବ 1 ଯାଉଛି। ତମକୁ ଯେଉଁ PDF ଦିଆଯାଇଛି ସେଥିରେ ଦେଖିବ ଅଭାବ 4ଟା ଲେଖା ହେଇଥିବ। ପ୍ରାଗ ଭାବ, ପ୍ରଧ୍ୱଂସ ଭାବ, ଅତ୍ୟନ୍ତ ଭାବ, ଅନନ୍ୟ ଭାବ। ପ୍ରଥମ 3ଟା ହେଉଛି ସଂସର୍ଗ ଭାବ ଆଉ ଅନନ୍ୟ ଭାବ ନିର୍ଚ୍ଚୟ। ବୁଝିଲ ନା ନାହିଁ? ତ ଏଇଭଳି ପିଲେ ସବୁ ଥାଏ। ବେଦାନ୍ତ ଦର୍ଶନରେ ପିଲେ କ୍ରମ ଅନୁସାରେ ତାର ମନେ ରଖିବେ ସବୁ କର୍ତ୍ତା କିଏ, କର୍ମ କିଏ, ଯେଉଁ ତାର କର୍ତ୍ତା ସବୁ କିଏ, ମାନେ କିଏ କ'ଣ ଲେଖିଛନ୍ତି
ହେଲା। ତାପରେ ତା ଦେହରେ ପିଲେ ଯେଉଁ କ'ଣ ଥିଲା ପ୍ରାଣ କ'ଣ ପିଲେ ଥିଲା ଗୋଟେ ପଞ୍ଚକୋଷ ପିଲେ ଥିଲା ବେଦାନ୍ତ ଦର୍ଶନରେ। ତ ତାର ସିରିୟଲି କ'ଣ ହେବ କହିଲ କିଏ? ପ୍ରାଣମୟ, ମନୋମୟ, ବିଜ୍ଞାନମୟ, ଆନନ୍ଦମୟ, ଜ୍ଞାନମୟ। ନାଇଁ, କେଉଁଠି ଭୁଲ ହେଲା, କ'ଣ ହେବ ରେ କୁହ? ଅନ୍ନମୟ, ପ୍ରାଣମୟ, ମନୋମୟ, ବିଜ୍ଞାନମୟ, ଆନନ୍ଦମୟ। ନା ମ ଏମିତି ଲେଖା ପ୍ରାଣମୟ, ପ୍ରାଣ, ମନ, ବିଜ୍ଞାନ, ଆନନ୍ଦ, ଜ୍ଞାନ। ନାଇଁ ସେ ଲାଷ୍ଟ ଅର୍ଣ୍ଣ ବୋଧେ। ନା ସାର୍, ଆପଣ କହିଲେ ପ୍ରାଣ ମନ ଦେଇ ବିଜ୍ଞାନ ପଢିଲେ ଆନନ୍ଦରେ ଜ୍ଞାନ ଲଭିଲି। ହଁ, ପ୍ରାଣ, ବିଜ୍ଞାନ, ମନ, ଆନନ୍ଦ, ଶେଷଟା କ'ଣ ହେବ? ଜ୍ଞାନ ନା କ'ଣ? ଆଗ ହେବ ପ୍ରାଣ, ତାପରେ ବିଜ୍ଞାନ। ଶୁଣ, ମୁଁ କହୁଛି ଶୁଣ, ପ୍ରାଣ, ବିଜ୍ଞାନ, ମନ, ଆନନ୍ଦ, ଜ୍ଞାନ, ହେଲା, ସେମିତି ହେଇଥିବ, ଦେଖିବ। ହଉ, ତ ପିଲେ ସ୍ଥୂଳ ଶରୀର କେତୋଟି ଅଛି? ଚାରୋଟି। କ'ଣ କ'ଣ ଚାରୋଟି? ସ୍ୱଦେଶ, ଅଣ୍ଡଜ, ସ୍ୱଦେଜ, ଅଣ୍ଡଜ, ଜରାଜୁଜ, ଉଦ୍ଭୁଜ। ସ୍ୱଦେଜ ପିଲେ କିଏ? ମଛର ୟୁକ, ଏଗୁଡ଼ା ସବୁ ସ୍ୱଦେଜ। ସ୍ୱଦେଜ ମାନେ କ'ଣ ବୁଝୁଛ କିରେ? କ'ଣ କିରେ ସ୍ୱଦେଜ କାହିଁ, କ'ଣ କହିଲ? ହଁ, ପ୍ରସନ୍ନ, ଠିକ୍ ହେଲା। ଆପେ ଆପେ ଯେଉଁଟା ସୃଷ୍ଟି ହେବ ସେଟା ସ୍ୱଦେଜ। ପକ୍ଷୀ ଆଉ ସର୍ପ କେଉଁଥିରେ ଯିବେ? ମନୁଷ୍ୟ ଆଉ ପଶୁ? ତୃଣ, ବୃକ୍ଷ ପିଲେ ଉଦ୍ଭିଦରେ ଯିବେ ଆଉ, ହେଲା, ମନେ ରଖିବ ସବୁ। ହଉ ପିଲେ, ମୀମାଂସା ଦର୍ଶନର କର୍ତ୍ତା କିଏ? ପିଲେ ସାଧନ ଚତୁଷ୍ଟୟ, ବେଦାନ୍ତ ଦର୍ଶନରେ ସାଧନ ଚତୁଷ୍ଟୟ ଅଛି। କ'ଣ କ'ଣ ସାଧନ ଚତୁଷ୍ଟୟ? ନିତ୍ୟ ନିତ୍ୟ ବସ୍ତୁ ବିଭାଗ, ଇହାମୃତ ଭୋଗ ବିଭାଗ, ଶ୍ରମ, ଦମ, ଉପରତି, ତିତିକ୍ଷା, ସମାଧାନ, ଶ୍ରଦ୍ଧା ଆଉ ମୁଖ୍ୟତଃ। କିଏ ଆରେ ତୁ ଆଉ ଥରେ କହିଲୁ କିଏ? କିଏ କହୁଥିଲା ଆରେ? ଜ୍ୟୋତ୍ସ୍ନା ନା କିଏ? ଅଙ୍କିତା? ଓହୋ, ହଉ। ନିତ୍ୟାନିତ୍ୟ ବସ୍ତୁ ବିବେକ, ଇହାମୂତ୍ରାର୍ଥ ଫଳ ବିରାମ, ସମଦମ, ଉପରତି, ତିତିକ୍ଷା, ଶ୍ରଦ୍ଧା, ସାଧନ। ଇଏ ଯେଉଁ ଛଅଟିକୁ କ'ଣ କୁହାଯାଏ? ସମଦମ, ଉପରତି, ତିତିକ୍ଷା, ଶ୍ରଦ୍ଧା, ସାଧନକୁ ଷଟ ସମ୍ପତ୍ତି। ହଁ, ଷଟ ସମ୍ପତ୍ତି। ହଉ, ହଁ, ଜାନ କି ପୁରା ଠିକ୍ ଅଛି, ହେଲା, ଷଟ ସମ୍ପତ୍ତି। ତାପରେ ପିଲା ଚାରିଟାକୁ ଆଉ ଗୋଟେ ହେଉଛି ମୁଖ୍ୟତ୍ୱ, ମାନେ ମୁଖ୍ୟ, ହେଲା। ପିଲେ ସମସ୍ତେ ପିଲେ ପଢ଼। ତମେ ଦେଖ, ତମେ ଜାଣିନ ପିଲେ ପାଠର ମହତ୍ତ୍ୱ କ'ଣ ତମେ ଜାଣିନ। ମୁଁ କହୁନି କି ପିଲେ ତମେ ମାନେ ପଢ଼ିବା ମାନେ ବିଇଡ଼ି ପାଇଁ ପଢ଼ ବୋଲି। ତ ତମେ ପାଠଟା ଜାଣିଥିଲେ ପିଲେ ସବୁ ପାଇଁ। ତାପରେ ତମେ ଦେଖିବ ପିଲେ, ତମେ ବିଇଡ଼ି ମନେକର ପାଇଗଲ ବି, ଭାଗ୍ୟ ଜୋର କାର ଥିବ, ବିଇଡ଼ି ତମେ ପାଇଗଲ, କେବେ ଇଏ ପାଠ ଆଉ ପଢ଼ିବା ପାଇଁ ତମକୁ ସୁଯୋଗ ଆସିବ ନା। ବିଇଡ଼ିରେ ଯେଉଁ ସିଲାବସ୍ ଅଛି, ଇଏ ସିଲାବସ୍ ତମେ କେତେ ଜଣ ପିଜି କରିଛ ହାତରେ କିଲ? କେବଳ ପିଜି କରିଥିବା ପିଲା କେତେ ଜଣ ଅଛ ହାତରେ କିଲ? କେବଳ ପିଜି କରିଥିବା ପିଲା ହାତରେ। ହଉ, ପିଜି ତୁ ବୈଶାଖୀ ପିଜି କରୁଛୁ। ତ ଦେଖ, ତମେ ଯେଉଁମାନେ ସବୁ ପିଜି କରିକି ଅଛ, ତମେ ମନେ ରଖ, ଏଇ ଯେଉଁ ଯିଏ +3 ବି କରିଛ ସେ ତ ଅଲଗା କଥା, ପିଜି ପିଲାଙ୍କ କଥା କହୁଛି। ଆପରେ ପିଲେ ପିଜି ପାଇଁ କିଛି ବି ସେମିତି ପୋଷ୍ଟ ବାହାରିବନି। ପିଜି ପାଇଁ ପିଲେ ତୁମକୁ ନେଟ୍ କ୍ୱାଲିଫାଇ କରିବା ପାଇଁ ପଡ଼ିବ। ତାପରେ ତୁମେ PhD କଲେ କେଉଁଠି ଲେକ୍ଚରସିପ୍ ପାଇଁ ଆପ୍ଲାଏ କରିବ, ତା ଦେହରେ ପୁଣି ପିଲେ ବହୁତ ଝାମେଲା। କିନ୍ତୁ ଆପରେ ପିଲେ ଗୋଟେ ପୋଷ୍ଟ ବାହାରିବ PGT ପୋଷ୍ଟ, ଆଉ ହାଇସ୍କୁଲ ଟିଚର କମ୍ ବାହାରିବ। ତୁମର ପିଲେ ଏ ବର୍ଷ ଯଦି ତୁମେ ବିଇଡ଼ି ପାଇଲେ, ଏଇଟା 25, ତୁମର ସରିଲା ବେଳକୁ 27। ହାଇସ୍କୁଲ ପୋଷ୍ଟିଂ ପୁରା କମି ଯାଇଥିବ। ଯେଉଁଭଳି ପୋଷ୍ଟିଂ ଦେଇଛି ସବୁ 3-4 ବର୍ଷ ଭିତରେ କମି ଯାଇଥିବ। ଏବେ ଯେମିତି 12ଟା 15ଟା ଏବେ ଯେମିତି ବାହାରୁଛି ହାଇସ୍କୁଲ ପୋଷ୍ଟିଂ, ସେମିତି ପିଲେ ବାହାରିବ। କିନ୍ତୁ ବେଶୀ ବାହାରିବ PGT ପୋଷ୍ଟ।
ପିଜିଟି ପୋଷ୍ଟରେ ପିଲେ ପିଜି ୱିଥ୍ ବିଇଡ଼ି ଦୁଇଟା ସାର୍ଟିଫିକେଟ୍ ଆବଶ୍ୟକ, ଗୋଟିଏ ଥିଲେ ହେବନି। ତ ସେତେବେଳେ ତୁମକୁ ଏଇ ସବୁ ଜିନିଷ ପୁଣି ପଢ଼ିବା ପାଇଁ ପଡ଼ିବ। ତ ଏବେ ପଢ଼ିଥିଲେ ପିଲେ ସେତେବେଳକୁ କେତେ ସହଜ ହେବ ଆଉ କେତେ ସୁବିଧା ହେବ ତୁମେ ବୁଝିପାରିବ ନା। ଆଉ ତୁମେ ଯେଉଁ ଭଳିଆ ସବୁ କେତେ ଜଣ ଅଛ ପିଜି କରିଥିବା ପିଲା ପଢ଼ୁନ, ତମେ ହଇରାଣ ହେବ। ନହେଲେ ଭାଗ୍ୟ ଜୋରରେ ତୁମେ ବିଇଡ଼ି ପିଲା ପାଇଯିବ, ତାପରେ କ'ଣ କରିବ? ସେଠି ତ ପିଲା ଆଉ ନଥିବ ନା ମାନେ ଇଏ କରିବା ପାଇଁ। ପୁଣି ତୁମ ତାପରେ ଯେଉଁ ଚାକିରି ବେଳକୁ ଆଉ ମାନେ ସମୟ ନଥିବ ଏଗୁଡ଼ା ପଢ଼ିବା ପାଇଁ, ବହୁତ ସିଲାବସ୍ ହେଇଯାଇଥିବ ତାପରକୁ। ସେତେବେଳେ ଅନେଇବ, କହିବ ଆମକୁ ଠିକ୍ ସେ ପଢ଼େଇ ନଥିଲେ ସେ ସାରେ, ଆମେ ଖାଲି କ'ଣ କେମିତି ପାଇଗଲୁ ଏକ୍ଜାମ୍। କିଛି ପିଲା ଅଛନ୍ତି ଆରଥର ପିଲା 2ଟା ଖଣ୍ଡ ପିଲା ସେ କ'ଣ କେମିତି ତାଙ୍କର ବାଜି ଯାଇଛି, ମାନେ ଆକଳନ ନ କଲା ପରେ ବି ସେମାନେ କ'ଣ କେମିତି ବାଜି ଯାଇଛି। ବାଜିଲା ଭଲ, କିନ୍ତୁ ତାଙ୍କର ସେ ପୁଣି ମାନେ ଡାଇରେକ୍ଟ କହୁଥାନ୍ତି କିଛି କିଛି ଜାଗାରେ କହୁଛନ୍ତି କେମିତି ବିଇଡ଼ି ବାଜିବ ଆମକୁ ପଚାର, ନ ପଢ଼ିକି କେମିତି ବିଇଡ଼ି ବାଜିବ ଆମକୁ ପଚାର। ଏଇଗୁଡ଼ା ସବୁ ଭୁଲ କଥା। ତ ତୁମେ ପିଲେ ପଢ଼, ମୋ କହିବା କଥା ପିଲେ ପାଠଟା ପଢ଼ିଥାଅ, ସେତେବେଳେ ଦେଖିପାରିବ। ଆଉ ନ ପଢ଼ିକି ସବୁବେଳେ ଇଏ କଲେ କିଛି ହେବ ନା। ପିଲେ ମୀମାଂସାରେ କେଉଁ ପ୍ରତ୍ୟୟ ଅଛି? ମାନ ବିଚାରେ ସନ ହେଇକି ମୀମାଂସା, ତାପରେ ଟାପ ଲାଗିଲେ ମୀମାଂସା। ପିଲେ ପ୍ରଥମ ସୂତ୍ର କ'ଣ ମୀମାଂସାର? ତମେ ଯଦି ପିଲେ ପ୍ରତ୍ୟେକ ଦିନ ମୁଁ ତୁମକୁ ସବୁ ମାନେ ସିଲାବସ୍ ଏଇ ଯେଉଁ ରୁଟିନ୍ ଟାଇପ୍ର ବି କରିକି ଦେଇଥିଲି, ସବୁବେଳେ କ'ଣ କେମିତି ପଢ଼ିବ। ତ ସବୁଦିନ ସବୁ ସବଜେକ୍ଟକୁ ପଢ଼ିଲେ ତୁମର ମନେ ରହିବ। ଆଉ ଗଲା ଗ୍ରାମାର ପଢ଼ା ହେଉଛି ଯଦି ଗ୍ରାମାର, ଏମିତି ହେଲେ ଭୁଲ ହେବ। ହଉ ପିଲେ ଶାବର ଭାଷ୍ୟ କିଏ ରଚନା କରିଛନ୍ତି? ଦ୍ୱାଦଶ ଲକ୍ଷଣୀ କୁହ। ଦ୍ୱାଦଶ ଲକ୍ଷଣୀ ପିଲେ କେତେ? ମୀମାଂସା। ଅନ୍ୟୁକ୍ତ ଅଭିଧାନବାଦ କର୍ତ୍ତା କିଏ? ଅନ୍ୟୁକ୍ତ, ହଁ। ଆରେ କୁମାରୀଳ କହିଥିଲି ଅଭିନବ ମାନେ ଅଭିନେତା, ଅକ୍ଷୟ କୁମାର। ଅଭିନବ ଆସିଲେ ଅକ୍ଷୟ କୁମାରକୁ ଯିବ। ଅନ୍ୟୁକ୍ତ ଅଭିଧାନବାଦ ଆସିଲେ ପ୍ରଭାକର ପିଲେ ଯିବ। ବେଦାନ୍ତ ଶବ୍ଦ ସେ ଅର୍ଥ କ'ଣ ପିଲେ? ହଁ ପିଲେ ବେଦାନ୍ତ ଦର୍ଶନ ସେ ଅପର ନାମ ହେଉଛି ଉତ୍ତର ମୀମାଂସା। ସେମିତି ବେଦାନ୍ତରେ ପିଲେ ପ୍ରସ୍ଥାନ 3ଟି ଅଛି। କ'ଣ କ'ଣ ବେଦାନ୍ତରେ ପ୍ରସ୍ଥାନ 3ଟି ଅଛି? ଉପନିଷଦ, ଗୀତା ଆଉ ବ୍ରହ୍ମସୂତ୍ର। ପିଲେ ଇମ୍ପୋର୍ଟାଣ୍ଟ କହିଦେଉଛି। ବେଦାନ୍ତ ଦର୍ଶନରେ ପିଲେ କିଏ କ'ଣ ଲେଖିଛନ୍ତି ସେଇଟା ଇମ୍ପୋର୍ଟାଣ୍ଟ। ପ୍ରସ୍ଥାନ ତ୍ରୟ ଇମ୍ପୋର୍ଟାଣ୍ଟ। ଆଉ ପିଲେ ଯେଉଁ ମହାବାକ୍ୟ ଅଛି ତାର ପିଲେ 12ଟି ମହାବାକ୍ୟ, ତୁମର କିନ୍ତୁ 4ଟି ମହାବାକ୍ୟ ପଡ଼େ। ଯେମିତିକି ଥିବ କ'ଣ ଅହଂ ବ୍ରହ୍ମସ୍ମିନି, ଅୟମାତ୍ମା ବ୍ରହ୍ମ, ତତ୍ତ୍ୱମସୀ ବାକ୍ୟ ବିଚାର, ଆଉ ହେଉଛି ପିଲେ କ'ଣ ପ୍ରଜ୍ଞାନଂ ବ୍ରହ୍ମ। ହଁ ତ ସେଇଟା ପିଲେ କେଉଁ ଉପନିଷଦର ଜଏଣ୍ଟ କରିବା ପାଇଁ ପଚାରିବ, ନହେଲେ ପିଲେ ପଚାରିଲେ କେଉଁ ବେଦର ପଚାରିପାରେ। ତ ସେମିତି ବି ମନେ ରଖିବ ତତ୍ତ୍ୱମସୀ ବାକ୍ୟ ବିଚାର ପିଲେ କେଉଁ ବେଦର? ତତ୍ତ୍ୱମସୀ ବାକ୍ୟ ବିଚାର ସାମବେଦର ଛାନ୍ଦୋଗ୍ୟ ଉପନିଷଦ। ସେମିତି ଅହଂ ବ୍ରହ୍ମସ୍ମିନ୍, ବ୍ରହ୍ମସ୍ମିନ୍ କଥା ଆସିବ ମାନେ ପିଲେ ଯଜୁର୍ବେଦର ହେଲା, ହଁ ଶୁକ୍ଳ ଯଜୁର୍ବେଦ। ସେମିତି ପ୍ରଜ୍ଞାନଂ ବ୍ରହ୍ମ ପିଲେ ଐତରେୟ ଉପନିଷଦ କେଉଁ ବେଦ? ଆଉ ଗୋଟେ କ'ଣ ପିଲେ ରହିଗଲା? ଆଉ ଗୋଟେ କ'ଣ ରହିଗଲା? ମାଣ୍ଡୁକ୍ୟ। ଅୟମ ଆତ୍ମା ବ୍ରହ୍ମା ମାଣ୍ଡୁକ୍ୟ ଉପନିଷଦ ଅଥର୍ବେଦ। ତ ଏମିତି ପିଲେ ସବୁ କୋଶ୍ଚିନ୍ ପଚାରେ ହେଲା। ତ ତାକୁ ସେଇଠି ଏଇ 3-4ଟା ମନେ ରଖିବ। ଆଉ କିଛି ମନେ ରହିଲେ ଭଲ, ନ ମନେ ରହିଲେ ଭଲ। ସେମିତି ପଞ୍ଚପ୍ରାଣ, ପଞ୍ଚକୋଷ, ଏଇଟା ବି ବହୁତ ଇମ୍ପୋର୍ଟାଣ୍ଟ ଥାଏ ହେଲା। ଆଉ ସମଦମ, ଉପରତି, ତିତିକ୍ଷା, ଶ୍ରଦ୍ଧା, ସାଧନ, ଇଏ 6ଟି ପିଲେ ସମ୍ପତ୍ତି ହେଲା। ସାଧନ ଚତୁଷ୍ଟୟ। ଆଉ ପିଲେ ସେମିତି ଥିଲା ଅଧିକାରୀ। ବେଦାନ୍ତର ପିଲେ ଅଧିକାରୀ କେତେଟା ଅଧିକାରୀ ଅଛି? କ'ଣ କ'ଣ? ହଁ କ'ଣ କ'ଣ କହିଲ? ହଁ କହୁନ କ'ଣ କ'ଣ? ସମନ୍ୱୟ, ଅବିରୋଧ, ସାଧନ, ଫଳାଦାୟ। ତ ଏମିତି ସବୁ ଗୋଟେ କୋଶ୍ଚିନ୍ ଥାଏ ହେଲା। ତ ତାକୁ ମନେ ରଖିବ। ଅଧ୍ୟାୟ ହଁ ତାହେଲେ ଅଧିକାରୀ ଅଧ୍ୟାୟଟା ସେଇଟା। ହଁ ଅଧିକାରୀ 4ଟି କ'ଣ? ସାଧନ ଚତୁଷ୍ଟୟ। ହଁ ସାଧନ ଚତୁଷ୍ଟୟ କ'ଣ କ'ଣ? ସାଧନ ଚତୁଷ୍ଟୟ ଅଧିକାରୀ
ବିଷୟ ସମ୍ବନ୍ଧ ପ୍ରୟୋଜନ। ବିଷୟ ସମ୍ବନ୍ଧ ପ୍ରୟୋଜନ। ଅଧିକାରୀ ବିଷୟ ସମ୍ବନ୍ଧ ପ୍ରୟୋଜନ ହେଲା। ଏସବୁ ସିରିଏଲ ପିଲା ହଁ ଏଠି ସର୍ଟ ସମ୍ପତ୍ତି ଆଉ ସମ ଦମ ଉପରତି ସମ ଦମ ଉପରତି ତିତିକ୍ଷା ତିତିକ୍ଷା ଶ୍ରଦ୍ଧା ଆଉ ସମାଧାନ ଶ୍ରଦ୍ଧା ଆଉ ସମାଧାନ ଶ୍ରଦ୍ଧା ସମାଧାନ ନା ସମାଧାନ ଶ୍ରଦ୍ଧା? ନା ଶ୍ରଦ୍ଧା ସମାଧାନ ତିତିକ୍ଷା ଶ୍ରଦ୍ଧା ସମାଧାନ ନାହିଁ ହଁ ଠିକ ଶ୍ରଦ୍ଧା ସମାଧାନ ହେଲା ଶ୍ରଦ୍ଧା ସମାଧାନ। ହଉ ପିଲେ ତ ଠିକ୍ ଅଛି ଏତିକି ପିଲେ ମନେ ରଖ ଆଉ ଯାହା ହେଲା ପୁଣି କେତେବେଳେ କ'ଣ ପଚାରିଦେବା ଟିକେ ତମେ ଯାହା ମନେ ରଖିବ ଏତିକି କଥା। ହଉ।